କାଲି ସ୍କୁଲ ଫିସ୍ ନେଇକି ଯିବାର ଅଛି। କାଲି ପୁରା 2 ମାସର ଫିସ୍ ଜମା କରିବାର ଅଛି। ସବୁ ମୁଁ ସାଙ୍ଗରେ ନେଇକି ଯିବି। ମାମା ଚିଡ଼ିଆ ତା ପୁଅ କେମିତି ହୁଅନ୍ତା କି ତା ପୁଅକୁ ଦେବା ପାଇଁ କିଛି ବି ନାହିଁ, ତଥାପି ତା ପୁଅକୁ କୁହେ ଚିନ୍ତା କର ନାହିଁ ପୁଅ, ଦିନେ 2 ଦିନ ଭିତରେ ତୋର ସ୍କୁଲରେ ଫିସ୍ ଦେଇଦେବି। ଆଚ୍ଛା ପୁଅ ଘରେ ଥିବ, ମୁଁ ତୋର ଆଈ ପାଖକୁ ଯାଉଛି, ମୋର ସେଠାରେ କିଛି କାମ ଅଛି। ଯିବି ଆଈ ପାଖକୁ, ମୋର ବି ଯିବାକୁ ଇଚ୍ଛା ଅଛି। ନା ନା କୁକୁ ପୁଅ, ତୁ ଘରେ ହିଁ ଥା, ସନ୍ଧ୍ୟା ପୂର୍ବରୁ ମୁଁ ଫେରି ଆସିବି। ଫେର ମାମା ଚିଡ଼ିଆ ମାର ଜଙ୍ଗଲକୁ ଯିବାକୁ ବାହାରି ଯାଏ। ବସା ଚିଡ଼ିଆ, ମୋ ଅଟୋରେ ବସ, ମୁଁ 1 ମିନିଟରେ ପହଞ୍ଚିଯିବି। କୋଉଠି ଯିବାର ଅଛି ତୁମକୁ? କାଉ ଭାଇ, ମତେ ମୋ ମା ପାଖକୁ ଯିବାର ଅଛି, କିନ୍ତୁ ମୋ ପାଖରେ ତୁମକୁ ଦେବା ପାଇଁ 2ଟି ଦାନା ମାତ୍ର ଅଛି। ମତେ ବହୁତ ଚାର୍ଜ ନେଇଯିବି, ତୁ ମତେ ମନେ ରଖିଥିବୁ। ଅଟୋରେ ବସିଯାଏ, କାଲୁ ଅଟୋକୁ ବେଗରେ ନିଏ। ଯାଉଛୁ ଚିଡ଼ିଆ? ଭାଇ, ତୁମକୁ ତ ଜଣା ଅଛି, ଯେବେଠାରୁ ମୋର ସ୍ୱାମୀ ମୃତ୍ୟୁ ହୋଇଛି, ମୋର ଗୁଜରାଣ ବହୁତ କଷ୍ଟରେ ହଉଛି। ଆଉ ଏବେ ତ କୁକୁର ପଢାପଢି ଖର୍ଚ୍ଚ ବି ବଢିଗଲା। ମା ପାଖକୁ କିଛି ପଇସା ନେବା ପାଇଁ ଯାଉଛି, କାହିଁକି ନା ମୁଁ ବି କିଛି କାମ କରିପାରିବି। କଣ କରିବୁ? ଯଦି ମୋ କଥା ମାନେ ବଜାର ଭିକ ମାଗିବା କାମ କର, ତୁମର ଘର ତ ବହୁତ ସୁନ୍ଦର ଚଳିଯିବ। ତୁମକୁ ତ ଭଲ ଭାବରେ ଜଣା, ମୋର ପତିର ଏଇ ଜଙ୍ଗଲରେ ବହୁତ ସମ୍ମାନ ଥିଲା। ଆଉ ଆପଣ ଚାହୁଁଛନ୍ତି ମୋ ପୁଅକୁ ଭିକାରୀର ପୁଅ କୁହନ୍ତି? ତୁମେ ଯଦି ମୋର ସାହାଯ୍ୟ କରିପାରିବ ନାହିଁ, ଏପରି କଥା ମଧ୍ୟ କୁହନ୍ତୁ ନାହିଁ, ଯାହା ଫଳରେ ମୋର ହୃଦୟକୁ କଷ୍ଟ ଦେବ। ମୁଁ ଠିକ କହିଥିଲି, ଦେଖିବା ତୁ କୋଉ ବ୍ୟବସାୟ କରୁଛୁ। ଆଉ 2 ଦାନା ଚାଉଳ ନେଇ ଚିଡ଼ିଆକୁ ସେଠାରେ ଉଠାଇ ଚାଲିଯାଏ। କେମିତି ଅଛୁ? ମୁଁ ଠିକ ଅଛି, କିନ୍ତୁ ମୁଁ ବହୁତ ବ୍ୟସ୍ତ ବିବ୍ରତ ଅଛି। ମା, କୁକୁର ଫିସ୍ ଦେବାର ଅଛି, ଆଉ ବହୁତ ସାରା ଖର୍ଚ୍ଚ ଅଛି। ମୋ ପାଇଁ ବହୁତ ମୁସ୍କିଲ ହୋଇଗଲାଣି। ଏବେ 1 ଟଙ୍କା ବି ନାହିଁ। ମା, ମୁଁ ତୁମ ପାଖକୁ ଏଇଥିପାଇଁ ଆସିଥିଲି, ଯଦି କିଛି ପଇସା ଅଛି ମତେ ଦେଇଦିଅ, ମୁଁ ବହୁତ ପରିଶାନ ଅଛି। ମୋ ପାଖରେ ପଇସା ତ ନାହିଁ, ଯେଉଁ ପେନସନ ଆସୁଛି ମୁଁ ତ ସେଇଥିରେ ଚଳୁଛି, କିନ୍ତୁ ଯେଉଁ ଅଟୋ ଛିଡ଼ା ହୋଇଛି ସେଇଟା ତ ବାପାର। ତୁ ଏହାକୁ ନେଇଯା, ଏହାକୁ ଚଳେଇ ଯେଉଁ ରୋଜଗାର ହବ ସେଇଥିରେ ଭଲରେ ତୋର ଘର ଚଳିଯିବ। ମୋ ମୁଣ୍ଡରେ ତ ଏଇ କଥା ଆସିନି। ମୁଁ ଅଟୋ ଚଳେଇବାର ବାପା ଠାରୁ ଶିଖିଛି, ମୁଁ ସେଇଆ କରୁଛି। ମା, ଏହା ଠିକ ଅଛି ନା? ଯେତେବେଳେ ଆକ୍ସିଡେଣ୍ଟ ହୋଇଥିଲା ସେବେଠାରୁ ଏ ଅଟୋ ଛିଡ଼ା ହୋଇଛି, କୋଉ ପୁରୁଣା ଠିକ ଥିବ। ନା, ମୁଁ ଏହାକୁ ଷ୍ଟାର୍ଟ କରି ଦେଖୁଛି। ତା ପିତାର ଅଟୋକୁ ଷ୍ଟାର୍ଟ କରେ, ତା ପ୍ରଥମ ଚାବିରେ ହିଁ ଷ୍ଟାର୍ଟ ହୋଇଯାଏ। ଇଏ ତ ବିଲକୁଲ ଠିକ ଅଛି, ପ୍ରଥମ ଚାବିରେ ଷ୍ଟାର୍ଟ ହୋଇଗଲା। ମା, ମୁଁ ନେଇଯାଏ ଅଟୋକୁ। ନେଇଯା ବେଟି, ମୋର ଇଏ କୋଉ କାମକୁ ଆସିବ। ଅଟୋ ନେଇ ତା ଜଙ୍ଗଲ ଆଡକୁ ଯାଏ। ତାକୁ ବହୁତ ସୁନ୍ଦର ଅଟୋ ଚଳେଇବା ଆସୁଥିଲା। ସେ ଯେତେବେଳେ ଛୋଟ ଥିଲା, ସେ ତା ବାପା ଠାରୁ ଅଟୋ ଚଳେଇବା ଶିଖୁଥିଲା। ବହୁତ ଶୀଘ୍ର ଚିଡ଼ିଆ ତା ଜଙ୍ଗଲରେ ପହଞ୍ଚିଗଲା। ଆଉ ଚିଡ଼ିଆ ତା ଅଟୋ ନେଇ କାଲୁ କାଉ ପାଖରେ ଛିଡ଼ା କରିଦିଏ। ଆରେ କାଲୁ, ଦେଖ ଇଏ ଚିଡ଼ିଆ କୋଉଠୁ ଅଟୋ ନେଇ ଆସିଲା। ମୋ ସହିତ ତା ମା ପାଖକୁ ଯାଇଥିଲା, କିନ୍ତୁ ଇଏ ଅଟୋ ତା ପାଖକୁ କୋଉଠୁ ଆସିଲା? ଚାଲ ଚିଡ଼ିଆକୁ ପଚାରିବା, କୋଉଠୁ ଆଣିଲା? ଚିଡ଼ିଆ, ଇଏ ଅଟୋ କାହାର? ଇଏ ଅଟୋ ମୋର ବାପାର ଥିଲା। ମୋ ମା ଘରେ ଛିଡ଼ା ହୋଇଥିଲା, ମା ମତେ ଦେଇଦେଲା, କାରଣ ମୁଁ ଏହାକୁ ଚଳାଇ ମୋର ଗୁଜୁରାଣ ମେଣ୍ଟେଇ ପାରିବି। ତୁ କଣ ଆମର ମୁକାବିଲା କରି ଅଟୋ ଚଳାଇବୁ ଏହି ଜଙ୍ଗଲରେ? ମୁକାବିଲା କଣ କରି ଭଉଣୀ, ତୁମେ ତୁମର
ଅଟୋ ହେଇଗଲା। ଏବେ ତ ଆମ ଜଙ୍ଗଲରେ ଯାତ୍ରା ପାଇଁ ପକ୍ଷୀ ମାନଙ୍କର କୌଣସି ଅସୁବିଧା ହବ ନାହିଁ। ବୁଲବୁଲ ଭଉଣୀ, ତୁମେ କୋଉଠି ଯିବ? ଆସ ମୋ ଅଟୋରେ ବସ, ତୁମକୁ ନେଇଯିବି। ମୋ ଅଟୋ ନୂଆ, ବହୁତ ସ୍ପିଡରେ ଚାଲେ। କୋଉ ପୁରୁଣା? ଆସ ବୁଲବୁଲ ଭଉଣୀ, ଆମ ଅଟୋରେ ବସ। ମତେ ଅନ୍ୟ ଜଙ୍ଗଲକୁ ମିଜୁନ ଦେଖିବାକୁ ଯିବି। କେତେ ଦାନା ନବ ଗରି ଭଉଣୀ? କାଲି କୁହ। ମିଜିୟମ ତ ବହୁତ ଦୂର, 5 ଦାନା ଲାଗିବ। ଆଉ ଚିଡ଼ିଆ, ତୁମେ କୁହ। ତୁମେ 4 ଦାନା ଦେଇଦବ। ଆସ ବସ। ଏମିତି କେମିତି ବସିଯିବ ବୁଲବୁଲ? ବୁଲବୁଲ ଭଉଣୀ ଆସ ବସ, ଆମେ 3 ଦାନାରେ ନେଇଯିବୁ। ଫେର ବୁଲବୁଲ କାଲୁର ଅଟୋରେ ବସିଯାଏ। ଫେର ଗରି ଆଉ କାଲୁ ଅଟୋରେ ସେଠାରୁ ଚାଲି ଯାଆନ୍ତି। ପରେ ସେଠାକୁ କପତ ଆସିଯାଏ। ଚିଡ଼ିଆ ଭଉଣୀ, ତୁମେ ମଧ୍ୟ ଅଟୋ କରିନେଲ? କପତ ଭାଇ, ଏବେ ମୁଁ ବି ଅଟୋ ଚଳେଇବି। ତାକୁ ଆଣିବା ପାଇଁ ଏୟାରପୋର୍ଟ ଯିବାର ଅଛି। ଏୟାରପୋର୍ଟ ଯିବା ପାଇଁ କଣ ନେବ? କପତ ଭାଇ, ଯାହା ମନ ହଉଛି ଦେଇଦବ। କିନ୍ତୁ ମୁଁ ତୁମକୁ 5 ଦାନା ଦେବି, କାରଣ ତୁମେ ବିଧବା ଏବଂ ମଜବୁର ମଧ୍ୟ ଅଛ। ତ ଚିଡ଼ିଆର ଅଟୋରେ ବସିଯାଏ। ଫେର ସେଠାରୁ ଚାଲି ଯାଆନ୍ତି। ଜଙ୍ଗଲରେ ରାତି ମଧ୍ୟ ହୋଇଯାଏ। ମାମା, ମତେ ଜଣା ନଥିଲା ତମେ ଅଟୋ ବି ଚଳେଇ ଜାଣିଛ। ଠାରୁ ଅଟୋ ଚଳାଇ ଜାଣେ ଯେତେବେଳେ ତୋ ବୟସର ଥିଲି। ଏବେ ଅଟୋ ଚଳେଇବା ତୋର ସବୁ ଇଚ୍ଛା ପୂରଣ କରିବି। ଆସ, ମୋ ପୁଅକୁ ସୁନ୍ଦର ଶିକ୍ଷା ଦେବି। ତ ସେଇ ଚିଡ଼ିଆର ଅଟୋକୁ ସହି ପାରୁନାହିଁ। ପାରୁନାହିଁ। ଏବେ ଛୋଟ ଚିଡ଼ିଆ ଆମ କାଉମାନଙ୍କର ମୁକାବିଲା କରିବ କରି ଆମେ କାହିଁକି ନା ଚିଡ଼ିଆର ଅଟୋରୁ ପେଟ୍ରୋଲ ବାହାର କରି ଆଣିବା। ମୁଁ ସନ୍ଧ୍ୟାବେଳେ ବୁଲବୁଲକୁ ଛାଡ଼ି ଆସିଲା ବେଳେ ଚିଡ଼ିଆର ଅଟୋ ବାହାରେ ଗଛ ତଳେ ଛିଡ଼ା ହୋଇଥିଲା। ଇଏ ତ ମୋ ମନର କଥା କହିଦେଲ। ଚାଲ ଚାଲ, ଚିଡ଼ିଆର ଅଟୋରୁ ପେଟ୍ରୋଲ ବାହାର କରି ଆମ ଅଟୋରେ ପକେଇଦବା। କାଲୁ ଆଉ ଗରି ସେଠାକୁ ଯାଆନ୍ତି। ତମେ ବାହାର କରିବ ନା ମୁଁ କରିବି? ମୁଁ ବାହାର କରୁଛି। ଚିଡ଼ିଆର ଅଟୋରୁ ପେଟ୍ରୋଲ ବାହାର କରିଦିଏ ଆଉ ସେ 2 ଜଣ ସେଠାରୁ ପଳେଇ ଯାଆନ୍ତି। ତାର ଦିନ ଯେତେବେଳେ ଚିଡ଼ିଆ ତା ଅଟୋ ଟାଙ୍କି ଦେଖେ, ସେ ବ୍ୟସ୍ତ ହୋଇଯାଏ। ପେଟ୍ରୋଲକୁ କୁଆଡ଼େ ଗାୟବ ହୋଇଗଲା। ଚିଡ଼ିଆ ଆଉ ଥରେ ତା ଅଟୋରେ ପେଟ୍ରୋଲ ପକାଏ ଆଉ କାବୁକୁ ବାହାରି ଯାଏ। ଚିଡ଼ିଆ ଭଉଣୀ, ଅନ୍ୟ ଜଙ୍ଗଲକୁ ମୋ ଭଉଣୀକୁ ଆଣିବା ପାଇଁ ଯିବି। କଣ ନେବୁ? ବଡ଼ ନଦୀବାଲା ଜଙ୍ଗଲ ଯିବା ପାଇଁ? ଆପଣଙ୍କ ପାଖରେ ତ ଲଙ୍କା 2ଟି ଥିବ, କେବଳ 2ଟି ଲଙ୍କା ଦେଇଦେବ, ମୁଁ ନେଇଯିବି ଆଣିବାକୁ। ଗରି ଆଉ କାଲୁ ବି ପାଖରେ ଥିଲେ। ଆମ ସାଙ୍ଗରେ ଚାଲ, ଆମେ କେବଳ ଗୋଟିଏ ଲଙ୍କା ନେବୁ। ଆଉ ରାସ୍ତାରେ ଗଲାବେଳେ ଗରି ତୁମକୁ ସଙ୍ଗୀତ ମଧ୍ୟ ଶୁଣାଇବ। ରାମଚିଡ଼ିଆ ବିଧବା ଅଟେ, ମୁଁ ତ ଏହା ସହିତ ଯିବି। ଇଏ ମଜବୁର ବି ଅଛି। ଫିର୍ ତ ତା ରାମଚିଡ଼ିଆର ଅଟୋରେ ବସିଯାଏ ଆଉ ସେମାନେ ସେଠାରୁ ଚାଲି ଯାଆନ୍ତି। କାଲୁ, ଏମିତିରେ ତ ଆମ କାମ କିଛି ହବ ନାହିଁ। ଏବେ ତ ଏଇ ଚିଡ଼ିଆର ଅଟୋକୁ କିଛି ନା କିଛି କରିବାକୁ ପଡ଼ିବ। ଆମର ଧନ୍ଦା ବନ୍ଦ କରିଦେଲା ଏଇ ଚିଡ଼ିଆ। ଯିଏ ବି ଆସୁଛି ତା ଅଟୋରେ ବସି ଯାଉଛି। ମୁଁ ଆଜି ହିଁ କରୁଛି। ଗରି ଚାଲ ମୋ ସହିତ। କୋଉଠି କାଲୁ? ଅଟୋରେ ବସ। ଠାରୁ ବାହାରି ଯାଆନ୍ତି। ଆଜ୍ଞା, ଇଏ ନିଅ ତୁମର ଇନାମ। ଆଉ ସେ ଚିଡ଼ିଆର ଅଟୋର ବ୍ରେକ୍ ଫେଲ୍ କରିଦେବାର ଅଛି, କାହିଁକି ନା ସେ ମୋ ଆଗରେ ଅଟୋ ଚଳେଇ ପାରିବ ନାହିଁ। ମୁଁ ବୁଝିଗଲି। ଆଜ୍ଞା, ତାର ଅଟୋ ସବୁଜ ରଙ୍ଗର। ଆମେ ତାକୁ କଥାରେ ଭୁଲେଇ ଦେବୁ, ତୁମେ ତୁମର କାମ କରିଦେବ। ଚିଡ଼ିଆର ଅଟୋ ଏମିତି ବ୍ରେକ୍ ଫେଲ୍ କରିବି ଯେ ତା ଅଟୋ ଯାଇ ସିଧା ପାହାଡ଼ରେ ବାଡ଼େଇ ହବ। ଏବେ ଚାଲ ଆମ ସହିତ। ଏବେ ଚିଡ଼ିଆ ଏବେ ଆସିଯାଇଥିବ, ତ ତା ସହିତ ଯାଇଥିଲା ସେ ଚିଡ଼ିଆ। ଆଉ କାଲୁ ମେକାନିକକୁ ନେଇ ପୁଣି ଫେରି ଆସନ୍ତି। ଚିଡ଼ିଆ ବି ଆସି ଅନ୍ୟ ଯାତ୍ରୀ ପାଇଁ ଅପେକ୍ଷା କରିଥାଏ। କାଲୁ ବି ତା ଅଟୋ ଚିଡ଼ିଆର ଅଟୋ ପାଖରେ ଛିଡ଼ା କରିଦିଏ। ଆମେ ଚିଡ଼ିଆକୁ କଥାରେ ବୁଲେଇ ରଖୁଛୁ।
ମେକାନିକ ବାବୁ ତୁମେ ତୁମର କାମ ଆରମ୍ଭ କରିଦିଅ। ଚିଡ଼ିଆ ମୋ ପାଖକୁ ଆସେ। ଚିଡ଼ିଆ ସେଠାରୁ ଚାଲିଯାଏ। ଗୁରି ଆଉ କାଲୁ ତାକୁ କଥାରେ ବୁଲେଇ ରଖନ୍ତି। ଚିଡ଼ିଆ ସୁନ୍ଦର ନଗରକୁ କେଉଁ ରାସ୍ତା ଯାଏ? ସେପଟେ ମେକାନିକ ଭୁଲିଯାଏ କି ଚିଡ଼ିଆର ଅଟୋ ରଙ୍ଗ ସବୁଜ ଥିଲା ବୋଲି। ଫେର ମେକାନିକ କାଲୁର ଅଟୋର ବ୍ରେକ୍ ଫେଲ୍ କରିଦିଏ। ଏବେ ତ ଏଇ ଅଟୋରେ ଯିଏ ବସିବ ତା ପାହାଡ଼ ବୁଲି ଆସିବ। ଆମର ଅଟୋ ଠିକ ହେଇଗଲା। ଆଜ୍ଞା, ବହୁତ ସୁନ୍ଦର ଭାବରେ ହୋଇଗଲା। ଚାଲ ମେକାନିକ ତୁମକୁ ଛାଡ଼ି ଆସିବୁ। ଇଏ ମେକାନିକ ଇଏ ବି ଦେଖୁନାହିଁ ଯେଉଁ ଅଟୋର ବ୍ରେକ୍ ଫେଲ୍ କରିଛି ସେହି ଅଟୋରେ ସେମାନେ ସବୁ ବସିଗଲେ। କଥାରେ ସେ କଥାକୁ ଧ୍ୟାନ ମଧ୍ୟ ଦିଏ ନାହିଁ। କାଲୁ ଯେମିତି ଅଟୋରେ ବେଗ ବଢାଇ ଦିଏ ଅଟୋ ବ୍ରେକ୍ ଆଉ କାମ କରେ ନାହିଁ। ସେ ତ ଆହୁରି ବେଗରେ ବଢିଯାଏ। ଇଏ କଣ କରୁଥିଲୁ? କଣ ତୁ ଆମ ଅଟୋର ବ୍ରେକ୍ ଖରାପ କରି ଦେଲୁ? ବ୍ରେକ୍ ତ ଟୋଟାଲ ଲାଗୁନାହିଁ। ଫେର ଅଟୋ ସିଧା ଯାଇ ପାହାଡ଼ରେ ବାଡ଼େଇ ହୁଏ ଆଉ ଚୁରମାର ହୋଇଯାଏ। ଆଉ ଦୁଇ ଜଣ ବହୁତ କ୍ଷତ ବିକ୍ଷତ ହୋଇଯାଆନ୍ତି ଆଉ ମେକାନିକ ଡାଣା ଭାଙ୍ଗିଯାଏ ଆଉ ସେମାନଙ୍କୁ ଖରାପ କାମର ଫଳ ମିଳିଯାଏ। ଚିଡ଼ିଆ ତ ଅଟୋ ଜଙ୍ଗଲରେ ସୁନ୍ଦର ଭାବରେ ଚଳାଏ, ରୋଜଗାର କରେ ଆଉ ସୁନ୍ଦର ଭାବରେ ଜୀବନ ଯାପନ ବିତାଏ।